ତାମିଲନାଡୁର ଶିବଗଙ୍ଗାରେ ଭୋଟ ଦେଲେ ପି ଚିଦାମ୍ବରମ, କହିଲେ ଇଣ୍ଡିଆ ମେଣ୍ଟର ହେବ ବିଜୟ। ନାଗପୁରରେ ଭୋଟ ଦେଲେ ମୋହନ ଭାଗବତ। 2024 ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସକାଳ 7ଟାରୁ ଆରମ୍ଭ ହୋଇଛି ଭୋଟିଂ। 102 ଆସନରେ ମତଦାନ ଚାଲିଥିବା ବେଳେ ଭୋଟ ଦେଇ 1600ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଆଜି ସକାଳୁ ସକାଳୁ ତାମିଲନାଡୁର ଶିବଗଙ୍ଗାର ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ। ମତଦାନ କରିବା ପରେ ସେ କହିଛନ୍ତି, ତାମିଲନାଡୁର ସମସ୍ତ ଲୋକସଭା ଆସନରେ ଇଣ୍ଡିଏ ଗ୍ରୁପର ପ୍ରାର୍ଥୀ ବିଜୟୀ ହେବେ। ସେପଟେ ସାଲେମ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ। ସେହିପରି ନାଗପୁରରେ ଭୋଟ ଦେଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ମତଦାନ କରିବା ପରେ ସେ କହିଛନ୍ତି, ମତଦାନ କରିବା ଆମର କର୍ତ୍ତବ୍ୟ ଓ ଅଧିକାର। ଦେଶରେ 100% ମତଦାନ ହେବା ଉଚିତ। ବ୍ୟୁରୋ ରିପୋର୍ଟ, ଜାଗର 24 ନ୍ୟୁଜ।